मेघमाଳରେ ଶୀଘ୍ର ଆସୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗ ନୂତନ ଭିଡ଼ିଓରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରତିଦିନ ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଛନ୍ତି। ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ତାହାଙ୍କର ସେହି ଗୌରବମୟ ଆଗମନ ନିମନ୍ତେ ଆମ୍ଭମାନଙ୍କୁ ସେ ପ୍ରସ୍ତୁତ କରୁଅଛନ୍ତି। ସେଥିପାଇଁ ତାହାଙ୍କ ନାମର ଗୌରବ ହେଉ। ସବୁଦିନ ଭଳି ଆଜି ମଧ୍ୟ ଆପଣମାନଙ୍କ ନିକଟରେ ପରମେଶ୍ୱରଙ୍କ ବାକ୍ୟରୁ ଆଉ ଏକ ଛୋଟ ପ୍ରସଙ୍ଗଟି ରଖିବା ପାଇଁ ଚାହେଁ। ଆଜି ଆମେ ଯେଉଁ ପ୍ରସଙ୍ଗରେ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ସୁବୁଦ୍ଧି କନ୍ୟା କିଏ। ଆଜିର ପ୍ରସଙ୍ଗ ହେଲା ସୁବୁଦ୍ଧି କନ୍ୟା କିଏ, ବା ଆମେ କାହାକୁ ସୁବୁଦ୍ଧି କନ୍ୟା ବୋଲି କହିବା। ଏହି ପ୍ରସଙ୍ଗରେ ପରମେଶ୍ୱରଙ୍କ ବାକ୍ୟରୁ ଅଳ୍ପ ସମୟ ଆମେ ଧ୍ୟାନ କରିବା ପାଇଁ ଯିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଜାଣୁ ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ 10 ଜଣ କନ୍ୟାଙ୍କ ବିଷୟରେ ସେମାନଙ୍କୁ ଶିକ୍ଷା ଦେଲେ ଯେ ସ୍ୱର୍ଗ ରାଜ୍ୟ 10 ଜଣ କନ୍ୟାଙ୍କ ସଦୃଶ ହେବ, ଯେ ସେମାନେ ବରଙ୍କୁ ସାକ୍ଷାତ କରିବା ପାଇଁ ବାହାରିବେ। ଅର୍ଥାତ୍ ବରଙ୍କୁ ସାକ୍ଷାତ କରିବା ପାଇଁ ସେମାନେ ବାହାରିଲେ। ଆମେ ସେଇ 25 ଅଧ୍ୟାୟକୁ ଯିବା। ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟରୁ କେତୋଟି ପଦ ପଢ଼ି ଆମେ ଆଗକୁ ବଢ଼ିବା ଯେ ବାସ୍ତବରେ ସୁବୁଦ୍ଧି କନ୍ୟା କାହାକୁ ଆମେ କହିପାରିବା, ବା ପ୍ରଭୁ ଯୀଶୁଖ୍ରୀଷ୍ଟ ସୁବୁଦ୍ଧି କନ୍ୟା ବୋଲି ସେ କାହିଁକି କହିଲେ। ବାକ୍ୟରୁ ଆମେ ଅଳ୍ପ ସମୟ ଦେଖିବା। ଆପଣମାନେ ମୋ ସହିତ ପଢ଼ିବେ ମାଥ୍ୟୁ ଲିଖିତ ସୁସମାଚାର 25 ଅଧ୍ୟାୟ 1, 2, 3 ଆଉ 4 ପଦ ମୁଁ ଆପଣମାନଙ୍କ ନିକଟରେ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ସେତେବେଳେ ସ୍ୱର୍ଗ ରାଜ୍ୟ 10 ଜଣ କନ୍ୟାଙ୍କ ସଦୃଶ ହେବ। ସେମାନେ ଆପଣା ଆପଣା ପ୍ରଦୀପ ଘେନି ବରଙ୍କ ସହିତ ସାକ୍ଷାତ କରିବାକୁ ବାହାରିଲେ। ସେମାନଙ୍କ ମଧ୍ୟରୁ 5 ଜଣ ନିର୍ବୁଦ୍ଧି ଓ 5 ଜଣ ସୁବୁଦ୍ଧି ଥିଲେ। ନିର୍ବୁଦ୍ଧି ମାନେ ପ୍ରଦୀପ ନେବା ସମୟରେ ନିଜ ନିଜ ସହିତ ତୈଳ ନେଲେ ନାହିଁ, ମାତ୍ର ସୁବୁଦ୍ଧି ମାନେ ଆପଣା ଆପଣା ପ୍ରଦୀପ ସହିତ ପାତ୍ରରେ ତୈଳ ନେଲେ। ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ 10 କନ୍ୟାଙ୍କ ବିଷୟରେ ସେ ଶିକ୍ଷା ଦେଉଛନ୍ତି, ଦୃଷ୍ଟାନ୍ତ ଦେଇ ସେ ଆମକୁ କହୁଛନ୍ତି, ବା ଆପଣ ଶିଷ୍ୟମାନଙ୍କୁ ସେ ଶିକ୍ଷା ଦେଉଛନ୍ତି। ସେହି ସମୟରେ ସେ ସୁବୁଦ୍ଧି ବୋଲି କାହାକୁ କହୁଛନ୍ତି? ଯେଉଁମାନଙ୍କ ପାଖରେ ପ୍ରଦୀପ ଅଛି ସେମାନଙ୍କୁ ସେ କହୁନାହାନ୍ତି। ଯେଉଁମାନେ କନ୍ୟା ସେମାନଙ୍କୁ ସେ କହୁନାହାନ୍ତି। ଏହି ସ୍ଥାନରେ ଯଦି ଆମେ ଦେଖିବା, 10 ଜଣ କନ୍ୟାମାନଙ୍କ ପାଖରେ ପ୍ରଦୀପ ଥିଲା, ଆଉ ପ୍ରଦୀପରେ ତୈଳ ମଧ୍ୟ ଥିଲା। 10 ଜଣ ଯାକ ସେମାନେ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ବାହାରିଲେ। 10 ଜଣ ମଧ୍ୟ ସେମାନେ କନ୍ୟା ଅଟନ୍ତି। 5 ଜଣ କନ୍ୟା ଆଉ 5 ଜଣ ମହିଳା ନୁହନ୍ତି, ସେମାନେ 10 ଜଣ ଯାକ କନ୍ୟା ଅଟନ୍ତି। ଆଉ ଏହି 10 ଜଣ କନ୍ୟା ବର ଆସିବେ ବୋଲି ସମସ୍ତେ ଜାଣିଛନ୍ତି। ଆଉ ଏହି 10 ଜଣ ଯାକ ଯଦି ଆପଣ ପଢ଼ିବେ, ସେମାନେ 10 ଜଣ ଯାକ ବରଙ୍କର ଆସିବାର ବିଳମ୍ବ ହୁଅନ୍ତେ 10 ଜଣ ଯାକ ସେମାନେ ଶୋଇପଡ଼ୁଛନ୍ତି। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ସେ କାହାକୁ ସୁବୁଦ୍ଧି ବୋଲି କହୁଛନ୍ତି? ଯେ ଯାହାଙ୍କ ପାଖରେ ପ୍ରଦୀପ ଅଛି, ଯେ କନ୍ୟା ଯେ କି ପ୍ରଭୁଙ୍କର ଆସିବା ବିଷୟକୁ ଜାଣିଛନ୍ତି, ସେମାନଙ୍କୁ ସେ ସୁବୁଦ୍ଧି ବୋଲି କହୁନାହାନ୍ତି। ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଦୃଷ୍ଟାନ୍ତ ମାଧ୍ୟମରେ ସେ କହୁଛନ୍ତି ଯେ ପ୍ରଭୁଙ୍କର ଆଗମନ ନିମନ୍ତେ ଆମେ କି ପ୍ରକାର ସଚେତନ ରହିବା, ପ୍ରଭୁଙ୍କର ଆଗମନ ନିମନ୍ତେ ଆମେ କେମିତି ଜାଗ୍ରତ ହେବା, ସେହି ବିଷୟରେ ସେ ଏହି ଅଧ୍ୟାୟରେ ସେ ଆମକୁ ଶିକ୍ଷା ଦେଉଛନ୍ତି। ତାହାଙ୍କ ନାମର ଗୌରବ ହେଉ। ଏହି ସ୍ଥାନରେ ଲେଖାଯାଏ ଯେ 10 ଜଣ ଯାକ ସେମାନେ ବରଙ୍କୁ ସାକ୍ଷାତ କରିବା ପାଇଁ ବାହାରିଲେ। ମାତ୍ର ବର ଆସିବାର ବିଳମ୍ବ ହୁଅନ୍ତେ 5 ପଦରେ ଲେଖାଯାଉଛି ଯେ ସେମାନେ କ'ଣ କଲେ? ଢୁଳାଉ ଢୁଳାଉ ସେମାନେ ଶୋଇପଡ଼ିଲେ। ଶୋଇପଡ଼ୁଥିବା ସମୟରେ 6 ପଦରେ ଲେଖାଯାଉଛି, କିନ୍ତୁ ଅର୍ଦ୍ଧରାତ୍ରରେ ଏହି ଦେଖ, ବର ତାଙ୍କ ସଙ୍ଗରେ ସାକ୍ଷାତ କରିବାକୁ ବାହାର, ଏପରି କୋଳାହଳ ହେଲା। ଆଜି ମଧ୍ୟ ବର ଆସିବାର କୋଳାହଳ ହେଉଛି। ପ୍ରିୟ ଭାଇ ଭଉଣୀ ମାନେ, ଏଇଟାକୁ ଆମେ ମନେ ରଖିବା ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି କଥା ସେ କାହିଁକି କହିଲେ। ଏହି ଦିନ ମାନଙ୍କରେ ପ୍ରଭୁଙ୍କର ଆଗମନ ଅତି ସନ୍ନିକଟ ଅଟେ। ଆମେ ଯୁଗାନ୍ତ ସମୟରେ ବା ଶେଷ ମୁହୂର୍ତ୍ତରେ ପ୍ରଭୁଙ୍କର ଆଗମନର ଶେଷ ସମୟ, ଶେଷ ମୁହୂର୍ତ୍ତରେ ଆମେ ଅଛୁ।
এই স্থান লেখা যায় যে बर आसुचंती बोली कोलाहल हेबाटा सेमाने शुणिले। आज मध्य आमे शुणुछु आम आखि आगे प्रभु कहिथिबा अनेक कथा सफल होउछि। एही दिन मानकरे आमे से नहंक समय रे लटंक समय रे सदम गमरांकर से समय रे आमे बसवास करूछु। आ प्रभुंकर दिन अति निकटवर्ती अटे। आ परमेश्वर ई वाक्य द्वारा मानकु शिखाउचंती जे आमे सुबुद्धि हेबा। आमे सुबुद्धि हेबा। सुबुद्धि हेबार अर्थ हैला एही सुबुद्धि 5 जन सेमाने मध्य सुइतिले। बर आसीबार समय जानी वातावरण को सेमाने चिन्ही ताहांकर आगमनर लक्षण चिन्ह गुड़िक को चिन्ही सेमाने कौन हेले निजकु सजाड़िले निजकु प्रस्तुत कले। केमिति प्रस्तुत कले? कारण तांको पाखरे एक्स्ट्रा ऑयल थिला। तांको पाखरे जेतेबेले सेमाने प्रदीप जाली बरं को साक्षात करिबा पई गले सेही समय रे तांको पाखरे अधिक तैल सेमाने नेइथिले। अन्य एक स्थान रे सेमाने तैल सेमाने नेइथिले। परमेश्वर आमान को अनुग्रह करंतु। एही एक्स्ट्रा ऑयल रो अर्थ हैला आमे केवल रविवार उपासना रे संतुष्ट हेबा नाही। आज अनेक भाई भणी मान अछंती सेमान को रविवार प्रार्थना ही कष्ट लगे बोझ लगे। सेमाने रविवार प्रार्थना रे केवल सेमाने संतुष्ट ही जानती। मात्र आमे एही 5 जन सुबुद्धि मानक विषय देखुछु जे तांको पाखरे प्रदीप अछि तेल अछि केवल सेतिकी रे सेमाने संतुष्ट हेले नै। सेमाने एक्स्ट्रा ऑयल सेमाने धरिले। काहेकि कारण दीप सबु बेले जळुथिबार अछि। दीप सबु बेले सेमाने जळेई प्रभुंकर अपेक्षा रे बरंकर अपेक्षा रे सेमाने रहिबार अछि। एइठा तांको पाखरे सेही मनोभाव सेमाने धारण करिथिले। प्रिय प्रभुंक लोक माने आमे एइटा को मन रखिबा। आमे मंडली सहभागिता रे केवल तृप्त हेबा नै। रविवार उपासना रे केवल आमे संतुष्ट हेबा नै। आम पाखरे गोटे एक्स्ट्रा समय रहिबार अछि। निजे आमे आंठेइबा प्रार्थना करिबा वाक्य पढ़िबा निजकु संशोधन करिबा सुधारिबा उपवास करिबा एइटा होछि से सुबुद्धि मानकर काम। तांको पाखरे एक्स्ट्रा ऑयल सेमाने नेले। सेति पई प्रभु सेमान कहिले सुबुद्धि माने सेमाने सुबुद्धि माने। कारण बर आसीबा समय रे सेमाने जागृत थिले। आउ जे माने जागृत थिले जे माने प्रस्तुत थिले सेमाने बरंक सहित साक्षात कले बोली तळकु लेखा जाय। आमे ताहांकर आगमन पई प्रस्तुत हेबा। परमेश्वर एहा हमठारु चाहंती हमको एथि पई से डाकिचंती आमे ताहांकर आगमन पई कोन करिबा निजकु प्रस्तुत करिबा। मु आ गोटे वाक्य आपण मान को निकट रे पढिबा पई चाहे। जदि आपण मान पढिबे प्रथम पीतर 4 अध्याय 7 पद रे लेखा जाय मात्र समस्त विषयर अंतिम काल सन्निकट अतएव सुबुद्धि हो पुणी प्रार्थना करिबा पई सचेतन था। एही दिन मानकरे क्रिश्चियन भाई भणी मानकर प्रार्थना जीवन दिनकु दिन कमी जाउछि। प्रभु आमान को कहउचंती तुमे गोटे शेष समय रे अछ। समस्त विषयर काल सन्निकट होई जाइछि। आ एही समय रे तुमे कोन हो सुबुद्धि हो। सुबुद्धि आमे हेबा। सुबुद्धि हेबार अर्थ कोन जे आमे समय बाहर करी प्रभुंक निकट आंठेबा प्रार्थना रे रहिबा। आउ आमे कहिबा प्रभु तुम आगमन पई मते प्रस्तुत कर मते पवित्र कर मु पृथक हेबा पई चाहूची तुमर अनुग्रह दियो। आमे तांको गोड़ धरिबा। जदि कोनोसी जानी सुनी आमे कोनोसी पाप करिछु प्रभुंक ठारू आमे दूरकु अछु तांको दुख देइछु तांको गोड़ धरि आमे क्षमा मागिबा। तांको आगमन पई आमे निजकु प्रस्तुत करिबा। प्रिय प्रभुंक लोक माने जे समय रे बर आसीबार कोलाहल हैला सेही सुबुद्धि माने से माने संगे संगे उठिले आ निजर प्रदीप को से माने सजाइले। केमिति सजाई पारिले केमिति निजकु प्रस्तुत करि पारिले? कारण तांको पाखरे एक्स्ट्रा ऑयल थिला। आम पाखरे रविवार वाक्य रे आमे संतुष्ट हेबा नै। आमे एक्स्ट्रा वाक्य आम निकटर संचय करिबार अछि। जदि आम पाखरे वाक्य नथिबो परीक्षा समय रे प्रलोभन समय रे आमे पड़ी जिबा पुणी ताहांकर आगमन रे आमे जाई परिबा नै। प्रभु आमान को दया करंतु। एई स्थल लेखा जाए जे समस्त विषयर अंतिम काल सन्निकट आमे सुबुद्धि हेबा आ प्रार्थना करिबा पई आमे कोन हेबा जागृत हेबा। एफिसियो पुस्तक 5 अध्याय तार 14 रु 17 पद मध्य रे प्रकार लेखा जाए एनु उक्त अछि हे निद्रित जाग मृत मानक मध्यरु उठ पुणी ख्रीष्ट तुमको आलोक प्रदान करिवे। अतएव अज्ञान परि न होई ज्ञानी परि
ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଟେ। ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କ'ଣ ତାହା ବୁଝ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ଆଜି ପରମେଶ୍ୱର ତାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ ପୁନର୍ବାର କଥା ହେଉଛନ୍ତି। ପୁନର୍ବାର ସେ ଆମକୁ ପ୍ରେମ କରି ଏହି ସନ୍ଦେଶଟି ଦେଉଛନ୍ତି ଯେ ଆମେ ମୃତମାନଙ୍କ ମଧ୍ୟରୁ ଉଠିବା। ଖ୍ରୀଷ୍ଟ ଆମକୁ ଆଲୋକ ପ୍ରଦାନ କରିବେ, ସେ ଆମକୁ ଅନୁଗ୍ରହ କରିବେ। ତାଙ୍କର ଆଗମନ ପାଇଁ ସେ ଆମ୍ଭମାନଙ୍କୁ ସେ କ'ଣ କରିବେ? ପ୍ରସ୍ତୁତ କରିବେ। ଏହି ସ୍ଥାନରେ ଆମେ ଦେଖୁଛୁ ଯେ ମୃତମାନଙ୍କ ମଧ୍ୟରୁ ଉଠି ଆସିବା। ସୁବୁଦ୍ଧି ମାନେ ମୃତ ଲୋକମାନଙ୍କ ସହିତ ସେମାନେ ଚାଲନ୍ତି ନାହିଁ। ମୃତମାନେ କିଏ? ଯେଉଁମାନେ ଭୋଗ ଅଭିଳାଷରେ ଆସକ୍ତ, ସେମାନେ ଜୀବିତ ଥିଲେ ହିଁ ମୃତ। ସୁବୁଦ୍ଧି ଲୋକମାନେ ସେମାନେ କେବେ ହେଲେ ଏହି ଜଗତର ରଙ୍ଗରସ ମୋହମାୟାରେ ପଡ଼ିଥିବା ଲୋକମାନଙ୍କ ସହିତ ସେମାନେ ରହିବେ ନାହିଁ। ତାଙ୍କ ସହିତ ସେମାନେ ପୃଥକ ରହିବେ, ଉଠି ଆସିବେ। ଆମର ପରମେଶ୍ୱର ଆମକୁ ଚାହାନ୍ତି ଆମେ ପୃଥକୀକୃତ ହେବା, ଆମେ ତାଙ୍କ ଆଗମନ ପାଇଁ ପ୍ରସ୍ତୁତ ହେବା, ଦିନ ପ୍ରତିଦିନ ପବିତ୍ର ହେବା। ଏହା ଆମର ପରମେଶ୍ୱର ଚାହାନ୍ତି। ଶେଷରେ ଗୋଟେ ବାକ୍ୟ ପଢ଼ି ମୁଁ ସମାପ୍ତ କରିବି। ଆପଣମାନେ ମୋ ସହିତ ତିତୋସ ପତ୍ରିକାକୁ ଆସିବେ। ତିତୋସ ପତ୍ରିକା 2 ଅଧ୍ୟାୟ ତାର 12 ଆଉ 13 ପଦରେ ପ୍ରକାର ଲେଖାଯାଏ, ପୁଣି ଆମ୍ଭେମାନେ ଯେପରି ଅଧର୍ମ ଓ ସାଂସାରିକ ଅଭିଳାଷ ପରିତ୍ୟାଗ କରି ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି, ଧାର୍ମିକ ଓ ଭକ୍ତ ଭାବରେ ଜୀବନ ଯାପନ କରୁ, ଆଉ ସେହି ଆନନ୍ଦଦାୟକ ଭରସା ପୁଣି ଆମ୍ଭମାନଙ୍କ ମହାନ ଈଶ୍ୱର ଓ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଗୌରବର ପ୍ରକାଶ ଅପେକ୍ଷାରେ ରହୁ। ଏଥି ନିମନ୍ତେ ଆମ୍ଭମାନଙ୍କୁ ଶିକ୍ଷା ଦେଉଅଛି। ତାହାଙ୍କ ନାମର ମହିମା ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସଂସାରର ମୋହମାୟାରୁ ଆମେ କ'ଣ ହେବା? ପୃଥକ ହେଇ ଆମର ମହାନ ଈଶ୍ୱର ଯେ ତ୍ରାଣକର୍ତ୍ତା, ଆମେ ତାହାଙ୍କର ଅପେକ୍ଷାରେ ରହିବା। ଲେଖାଯାଏ, ଏହି ବର୍ତ୍ତମାନ ଯୁଗରେ ଆମେ ସୁବୁଦ୍ଧି ଆଉ ଧାର୍ମିକ ଆଉ ଭକ୍ତ ଭାବରେ ଆମେ ଜୀବନ ଯାପନ କରିବା। ସେହିଦିନ ସେଇ 5 ଜଣ କନ୍ୟା ସେମାନେ ସୁବୁଦ୍ଧି ହେଲେ। କାହିଁକି ସୁବୁଦ୍ଧି ହେଲେ? ତାଙ୍କ ପାଖରେ ଏକ୍ସଟ୍ରା ଅଏଲ୍ ଥିଲା। ଏକ୍ସଟ୍ରା ଅଏଲ୍। ସେମାନେ କେବଳ ରବିବାର ପ୍ରାର୍ଥନାରେ ସନ୍ତୁଷ୍ଟ ହେବା ଲୋକ ନଥିଲେ। ସେମାନେ ମାଣ୍ଡଳିକ ପ୍ରାର୍ଥନାରେ ସନ୍ତୁଷ୍ଟ ହେବା ଲୋକ ନଥିଲେ। ସେମାନେ ବାକ୍ୟ ଶୁଣିବା ପାଇଁ କ୍ଷୁଦିତ, ନିଜେ ପ୍ରାର୍ଥନା କରିବା ପାଇଁ, ଉପବାସ କରିବା ପାଇଁ ସେ କ୍ଷୁଦିତ ଆଉ ତୃଷିତ ଲୋକମାନେ ଥିଲେ। ଆଉ ସେହି ଲୋକମାନେ ସେଇ ଆଗମନରୁ ଉଠାଯିବେ, ଯେଉଁମାନେ ଆଗମନ ପାଇଁ, ପ୍ରଭୁଙ୍କର ସେଇ ଦିନ ପାଇଁ ନିଜକୁ ପୃଥକ କରିଛନ୍ତି, ନିଜକୁ ସମର୍ପଣ କରିଛନ୍ତି, ଆଉ ଦିନ ପ୍ରତିଦିନ ପବିତ୍ର ଜୀବନ ଯାପନ କରୁଛନ୍ତି। ଏଥିପାଇଁ ସୁବୁଦ୍ଧି ସେମାନେ କାଳକୁ, ଲକ୍ଷଣକୁ ଚିହ୍ନନ୍ତି। କଳାହଳକୁ ଜାଣି, ପ୍ରଭୁଙ୍କର ଆଗମନର ଚିହ୍ନ ଲକ୍ଷଣକୁ ଜାଣି ସେମାନେ ନିଜକୁ ସୁଧାରନ୍ତି, ମନ ପରିବର୍ତ୍ତନ କରନ୍ତି, ଫେରି ଆସନ୍ତି। ସେମାନଙ୍କୁ ପ୍ରଭୁ ସୁବୁଦ୍ଧି ବୋଲି କହିଲେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦେଉଛି ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲ। ଧନ୍ୟବାଦ, ତୁମେ ଆମମାନଙ୍କୁ ଏଥିପାଇଁ ବାଛିଛ, ମନୋନୀତ କରିଛ, ଆମେ ଯେପରି ତୁମ ସହିତ ସଦା ସର୍ବଦା ରହିବୁ। ବାପା, ତୁମର ଆଗମନ ପୂର୍ବେ ତୁମେ ଆମମାନଙ୍କୁ ପ୍ରଭୁ କଥା ହେଉଛ। ଧନ୍ୟବାଦ, ତୁମେ ଦୟା କର। ଆମେ ନିଜକୁ ପୃଥକ କରିବୁ, ପବିତ୍ର ହେବୁ। ଆମେ ଏହି ବର୍ତ୍ତମାନ ଯୁଗରେ ସୁବୁଦ୍ଧି ହେବୁ, ତୁମର ଆଗମନର ଅପେକ୍ଷାରେ ରହିବୁ। ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ। ଆମେନ୍, ଆମେନ୍, ଆମେନ୍। ପ୍ରଭୁଙ୍କ ନାମର ଗୌରବ ହଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କ ଇଚ୍ଛା ହେଲେ ପୁନର୍ବାର ଆଉ ଗୋଟିଏ ଅଧ୍ୟାୟରେ ପରସ୍ପର ଆମେ ସାକ୍ଷାତ କରି ଆମେ ତାଙ୍କ ରାଜ୍ୟ ନିମନ୍ତେ ବଢ଼ୁଥିବା ରହିବା। ନମସ୍କାର। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।